ଅମୃତଭଣ୍ଡା ପଡ଼ି ମହିଳାଙ୍କ ମୃତ୍ୟୁ। ମୃତ୍ୟୁ କେତେବେଳେ କେମିତି ଆସିବ ସେ କଥା କିଏ ବି ଜାଣିନଥାଏ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମରେ। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ପଡ଼ି ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ। ସୂଚନା ପ୍ରକାରେ ଆଜି ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଲ ନାମକ ଜଣେ ମହିଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳିବା ବେଳେ ମହିଳାଙ୍କ ମୁଣ୍ଡ ଓ ଛାତିରେ ଅମୃତଭଣ୍ଡା ମାଡ଼ ହୋଇଯିବା ଫଳରେ ଚନ୍ଦ୍ରକଳା ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ଚନ୍ଦ୍ରକଳାଙ୍କୁ ଅଚେତ ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରକଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ଜିଲ୍ଲାରୁ ବାଲିଗୁଡ଼ାରୁ ପ୍ରମୋଦ କୁମାର ଦର୍ଶନାଙ୍କ ରିପୋର୍ଟ, ଲୋକ ଆବାଜ .in